ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡସକୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ ବିମାନବନ୍ଦରଠାରେ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲ୍ୟାଣ୍ଡସକୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲ୍ୟାଣ୍ଡସ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ କ୍ଷେତ୍ର, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣ ପଦ୍ମ ବିଭୂଷଣ, 13 ଜଣ ପଦ୍ମଭୂଷଣ ଏବଂ 113 ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ମସିହାରେ ପ୍ରତିଷ୍ଠା କରାଯାଇଥିଲା। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଥିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956ରେ ସଂଶୋଧନ କରାଯାଇଛି। ଏହା ଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38ରେ ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି,
ହର୍ମୁଜ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନକୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି। ରୁଷର ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଫଳରେ 4 ଜଣଙ୍କର ପ୍ରାଣହାନି ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗୋରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81ଟି ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷର ଆକ୍ରମଣ ଫଳରେ ୟୁକ୍ରେନରେ 24 ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ଯୋଡ଼ା ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତୀକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4ଟି କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସ୍ ହାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ମସିହାରୁ ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ପରାସ୍ତ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସ୍କୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗସ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗସ୍ 20 ଓଭରରେ 8 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାନ୍ସୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ସ୍ୱିଡିଶ୍ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।